ବର୍ତ୍ତମାନ ପଖାଳ ଦିବସର ପ୍ରସ୍ତୁତି ସବୁ ସରିଲା। ଏଠି ପଖାଳ, ତାପରେ ଭେଣ୍ଡି ମସଲା ଦିଆ ଭଜା ହେଇଛି, ଛୁଇଁ ଆଳୁ ଭାଜିଛି, ଏଠି ଆଳୁ ଭର୍ତ୍ତା, ବଡ଼ି ଚୁରା, ବାଇଗଣ ଭଜା, ପୋଟଳ ଭଜା। ରାତିରେ ଏତେ ଆଇଟମ୍ ଖାଇବା ବି ବହୁତ କଷ୍ଟ, ତଥାପି ଟିକେ ପଖାଳ ଦିବସ ପାଇଁ କରିଛି। ଆଉ ଟିକେ ବାଦାମ ଭାଜିଛି। ଆଉ এইটা হচ্ছে মর্নিংর লেফট ওভর। যেহেতু আমি কৌশি খাଇବା তো নষ্ট মু কেবে করেনি, চাহে যেতে মোটা হয়ে কিন্তু খাইবাটা ফোপাড়ি পারেনি। সো সেথিপাই এটা মর্নিংর লেফট ওভর ভেন্ডি আলু ভজাটা থিলা, সেইটা নেই আসছি। এইটা মো কଂସାର ভাত, এইটা ହଜବେଣ୍ଡଙ୍କ କଂସାର ଭାତ। ରାତିରେ ଭାତ ଖାଆନ୍ତିନି, କିନ୍ତୁ ଆଜି ପଖାଳ ଦିବସଟା ମୋତେ କରିବାର ଅଛି। ସେଥିପାଇଁ ବର୍ତ୍ତମାନ ସବୁ ସରିଲା, ଏବେ ଆମେ ଖାଇବାକୁ ବସିଲୁ। ସୋ ବର୍ତ୍ତମାନ ଆମେ ମାନେ ବସିଗଲୁ 2 ଜଣ ଖାଇବା ପାଇଁ। ପଖାଳଟା ଖାଇବା ଟିକେ ରାତିରେ କଷ୍ଟ, କିନ୍ତୁ ସାଙ୍ଗ ହେଇକି ନ ଖାଇଲେ ପଖାଳ ଖାଇ ହୁଏନି। ପଖାଳ କ'ଣ, ଇନଫ୍ୟାକ୍ଟ କୌଣସି ଜିନିଷ ଏକୁଟିଆ ଖାଇବାକୁ ଭଲ ଲାଗେନି। ଦିନରେ ତ କେହି ବି କାହା ସାଙ୍ଗରେ ଖାଇପାରୁନା, ସମସ୍ତେ ଏକୁଟିଆ ଏକୁଟିଆ ଖାଉ। ସୋ ରାତିରେ ଟିକେ ଟାଇମ୍ ମିଳେ, ସେଟା ବି ଆଜି ପଖାଳ ଯେହେତୁ ହେଇଛି, ଟିକେ ହଜବେଣ୍ଡଙ୍କର ଖାଇବାକୁ ଇଚ୍ଛା ନାହିଁ, ଫିର୍ ବି ବାଧ୍ୟରେ ଖାଇବେ। ସୋ ଆମେ ବର୍ତ୍ତମାନ ଖାଇଲୁ। ଆପଣମାନେ କ'ଣ କ'ଣ ଖାଉଛନ୍ତି କମେଣ୍ଟରେ ଜଣାଇବେ। ଟାଟା।